ଲିଖନୀରେ କାହାଣୀ। ଆଜିର ଗଳ୍ପ ଚତୁର ପ୍ରଶ୍ନ। ପ୍ରତିଦିନ କିଛି ନା କିଛି ଚତୁରପୂର୍ଣ୍ଣ ପ୍ରଶ୍ନ ପଚାରି ବୀରବଲଙ୍କ ଠାରୁ ଉତ୍ତର ଆଦାୟ କରିବା ଆକବରଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଦିନେ ଦରବାରରେ ସମସ୍ତେ ଉପସ୍ଥିତ ଥିବା ସମୟରେ ଆକବର ହଠାତ୍ ବୀରବଲଙ୍କୁ ପଚାରିଲେ, ବୀରବଲ, କହିଲ ଦେଖି, ସଂସାରରେ କେଉଁ ଶତ୍ରୁକୁ ମଣିଷ ଜୟ କରିପାରି ନାହିଁ? ବୀରବଲ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ମୃତ୍ୟୁ। ଏହାପରେ ପୁଣି ରାଜା ଆଉ ଏକ ପ୍ରଶ୍ନ ପଚାରିଲେ, କେଉଁ ଦୁଇ ଜଣ ପଡ଼ୋଶୀ ସେମାନେ ଆଜି ପର୍ଯ୍ୟନ୍ତ କେହି କାହାକୁ ଚାହିଁ ନାହାନ୍ତି? ବୀରବଲ ଚଟାପଟ ଉତ୍ତର ଦେଲେ, ମନୁଷ୍ୟର ଦୁଇଟି ଆଖି। ଏହାପରେ ଆକବର ପୁଣି ପଚାରିଲେ, ବୀରବଲ, କହିଲ ଦେଖି, ଚିନି ସହିତ ବାଲିକୁ ମିଶାଇ ଦେଲେ ତାପରେ ଆମେ ଏହାକୁ ଅଲଗା କରିବା କିପରି? ବୀରବଲ ସାଙ୍ଗେ ସାଙ୍ଗେ କହିଲେ, ମୁଁ ପ୍ରଥମେ ଚିନି ଏବଂ ବାଲିର ମିଶ୍ରଣକୁ ଭୂମି ଉପରେ ଅଜାଡ଼ି ଦେବି। କିଛି ସମୟ ପରେ ଦେଖିବେ ପିମ୍ପୁଡ଼ିମାନେ ଆସି ଚିନିକୁ ନେଇଯିବେ। ବାଲି ସବୁ ସେଠାରେ ସେମିତି ପଡ଼ି ରହିବ। ଏହାପରେ ଆକବର ଶେଷ ଥର ପାଇଁ ପଚାରିଲେ, ମନୁଷ୍ୟର ମୁଖ୍ୟ ଅସ୍ତ୍ର କ'ଣ? ବୀରବଲ ହସି ହସି ଉତ୍ତର ଦେଲେ, ମହାରାଜ, ଚତୁରତା ହେଉଛି ମନୁଷ୍ୟର ଶ୍ରେଷ୍ଠ ଅସ୍ତ୍ର। ବୁଦ୍ଧି ବଳରେ ମହାରାଜ ସବୁକିଛି ଜୟଲାଭ କରାଯାଇପାରେ। ବୀରବଲଙ୍କ ଚତୁରତାପୂର୍ଣ୍ଣ ଉତ୍ତର ଶୁଣି ଆକବର ଖୁସି ହୋଇଗଲେ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।